ଭଲ ଭାବରେ ଦେଖନ୍ତୁ ହାତରେ ଝାଡ଼ୁ ଧରି ଲାଗି ପଡ଼ିଛନ୍ତି ଗଛର ଯତ୍ନ ନେବାରେ। ବାଡ଼ିରେ ବିଭିନ୍ନ ଫୁଲ ଗଛଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଲଗାଇଛନ୍ତି। ଏପରି ଭାବେ ପ୍ରାୟ 3000ରୁ ଅଧିକ ବିଭିନ୍ନ ପ୍ରକାରର ଗଛ ଲଗାଇ ଏ ସମାଜକୁ ଦେଇଛନ୍ତି ସେ ପ୍ରେରଣା। ଅବସର ଶିକ୍ଷକଙ୍କର ନିଆରା ନିଶା ଦର୍ଶକ ବନ୍ଧୁ ନିଜର ଉଦ୍ୟମ ଓ ଚେଷ୍ଟା ବଳରେ ଆଜି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଶହ ଶହ ଗଛ ଲଗାଇ ଆଜି ସେ ଗଛର ମଣିଷ ଭାବେ ବେଶ୍ ପରିଚିତ। ସେ ହେଉଛନ୍ତି ଗଛ ପ୍ରେମରେ ପାଗଳ କୁଳମଣି ସାର୍। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ତେଲଦୌଡ଼ି ଗ୍ରାମର କୁଳମଣି ବେହେରା। କୁଳମଣି ସାର୍ ଭାବେ ସେ ବେଶ୍ ପରିଚିତ। କୁଳମଣି ସାର୍ ପାଠ ପଢ଼ାଇବା ସାଙ୍ଗକୁ ପିଲାମାନଙ୍କୁ ଗଛ ଲଗାଇବା ପାଇଁ ଦେଇଥାନ୍ତି ପରାମର୍ଶ। ଗଛର ମଣିଷ ଭାବେ ସେ ଭାରି ପରିଚିତ। ଉଦଳା ବ୍ଲକ କଳାପାହାଡ଼ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି 2023 ମସିହାରେ ଅବସର ପରେ ଗଛ ଲଗାଇବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି କୁଳମଣି ସାର୍। ପରିବେଶ ପାଇଁ ଚିନ୍ତା କରୁଥିବା କୁଳମଣି ଏବେ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ଦେଉଛନ୍ତି ପରାମର୍ଶ। ତାଙ୍କର ଏହି ଭିନ୍ନ ଚିନ୍ତାଧାରା ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ନିଜ ଘର ବାଡ଼ିରେ ହେଉ କି ଅନ୍ୟ ସ୍ଥାନରେ ଗଛ ଲଗାଇବା ସହ ତାର ଯତ୍ନ ନେଇଥାନ୍ତି। ପରିବେଶ ସୁସ୍ଥ ରହିଲେ ଜୀବଜଗତ ସୁସ୍ଥ ରହିବ। ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି। ଆମେ ଯେତେ ସମୟ ବଞ୍ଚିବା କେବଳ ଅତି ସହଜ ଉପାୟରେ ମିଳୁଥିବା ଅକ୍ସିଜେନ୍ ସେ ଦେଉଛି ଗଛ। ତେଣୁ ଗଛଠାରୁ ଆମେ ଯେ ପ୍ରାକୃତିକ ଅକ୍ସିଜେନ୍ ପାଇବା ତାହା କୌଣସି ଆଡ଼େ ମିଳିବନି। ମୁଁ ଏ ଗଛ ଲଗାଇବାର ମୋର ଗୋଟେ ନିଶା ଆସିଯାଇଥିଲା 1999 ମସିହା ବାତ୍ୟା ମହାବାତ୍ୟା ପରେ। ମୋ ସ୍କୁଲଟା ଯେତେବେଳେ ଧ୍ୱଂସ ହୋଇଯାଇଥିଲା ସେଇଦିନଠାରୁ ମୁଁ ଗଛ ଅଦ୍ୟାବଧି ଲଗାଇ ଚାଲିଛି। କିଛି ଗ୍ରାମବାସୀ ମୋ ଛାତ୍ରଛାତ୍ରୀ ଆଉ ବଡ଼ ଭାଇ ବଡ଼ ଭଉଣୀ ଏମାନଙ୍କ ସହାୟତାରୁ ମୁଁ ଆଜି ପର୍ଯ୍ୟନ୍ତ ଗଛ ଲଗାଇ ଚାଲିଛି। ଏକା ତ କିଛି ଏଗୁଡ଼ା କରିହେବନି। ସବୁ ଅନ୍ୟ ଲୋକର ସାହାଯ୍ୟ ନେଇକି ମୁଁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଗଛ ଲଗେଇକି ଚାକିରି ମୋର ସରିଗଲା ପରେ ମୁଁ ଗୋଟେ ବ୍ରତ କରି ନେଇଛି ଗଛଟିଏ ଲଗେଇବି। ଗଛଟିଏ ଜୀବନଟିଏ, ଗଛ ବଞ୍ଚିଲେ ଆମେ ବଞ୍ଚିବା। ଏଇ ଚିନ୍ତାଧାରା ନେଇକି ମୁଁ ସମାଜରେ ଏଇ ଛୋଟିଆ ଗଛ ଆଉ ସଫେଇ ଏମିତି ସବୁ କାର୍ଯ୍ୟକ୍ରମ କରିଚାଲିଛି। ସେଠି ଏକା ତ କରିହେବନି। ମୋତେ ସହାୟତା ମୋ ବଡ଼ ଭଉଣୀ ମୋ ବଡ଼ ଭାଇମାନେ କରୁଛନ୍ତି। ଆଉ ମୋର କିଛି ସହକାରୀ ଶିକ୍ଷକ ଆଉ ଛାତ୍ରଛାତ୍ରୀ ମୋ ପାଖରୁ ପଢ଼ିକି ଯାଇଥିବା କଲେଜର ବି ଛାତ୍ରଛାତ୍ରୀ ମୋ କାମରେ ଆସି ସହାୟତା କରନ୍ତି। ସେଥିପାଇଁ ମୁଁ ସମାଜର ଏଇସବୁ କାମ କରତେ ଭଲ ଲାଗୁଛୁ, ଆଗେଇ ଚାଲିଛି। ଆଜି ବିଶ୍ୱ ପରିବେଶ ଦିବସ, ତେଣୁ ଗଛଟିଏ ଜୀବନଟିଏ, ଗଛ ବଞ୍ଚିଲେ ଆମେ ବଞ୍ଚିବା। ଜଣେ ଶାନ୍ତ ସରଳ ବ୍ୟକ୍ତିତ୍ୱ କୁଳମଣି ସାର୍। ଆଜକୁ 32 ବର୍ଷ ହେବ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ ଏ ସମାଜ ପାଇଁ ଦେଇଛନ୍ତି ଭିନ୍ନ ଏକ ବାର୍ତ୍ତା। କେବଳ ଏ ଅଞ୍ଚଳ ନୁହେଁ, ଭୁବନେଶ୍ୱର ଓ କଟକରେ ମଧ୍ୟ ସେ ଗଛ ଲଗାଇଛନ୍ତି। 1999 ମସିହା ବାତ୍ୟା ସମୟରେ ଯେତେବେଳେ ବିଦ୍ୟାଳୟଟି ନଷ୍ଟ ହୋଇଗଲା, ସେହି ଦିନଠାରୁ କୁଳମଣିଙ୍କ ମନରେ ପରିବେଶ ପାଇଁ ଆହୁରି ଭାବନା ଜାଗ୍ରତ ହେଲା। ପ୍ରଥମେ ବିଦ୍ୟାଳୟରେ ଗଛ ଲଗାଇବା ଆରମ୍ଭ କରିଥିଲେ କୁଳମଣି। ଏହା ପରେ ପରେ ବିଭିନ୍ନ ରାସ୍ତା ଓ ବିଦ୍ୟାଳୟ ତଥା ମେଡିକାଲ ପରିସରରେ ଗଛ ଲଗାଇବା ସହ ଗଛଗୁଡ଼ିକର ଯତ୍ନ ନେଲେ। ସାର୍ଙ୍କର ଏହି ଉଦ୍ୟମ ଓ ଇଚ୍ଛାଶକ୍ତି ତାଙ୍କୁ ଦେଇଛି ନୂତନ ଦିଗ୍ଦର୍ଶନ। ସେ ଆଜି ଯେ କେବଳ ଗଛ ଲଗାଉଛନ୍ତି ତାହା ନୁହେଁ, ଯେହେତୁ ସେ ଉଦଳା ବ୍ଲକର ଜଣେ ଆଦର୍ଶ ଶିକ୍ଷକ, ଜଣେ ପରିବେଶବିତ୍। ମୁଁ ବହୁ ପୂର୍ବରୁ ତାଙ୍କୁ ଜାଣିଛି କୁଳମଣି ଭାଇକୁ। ସିଏ ଯେଉଁ ବିଦ୍ୟାଳୟକୁ ଯାଇଛନ୍ତି ସେଠି ସେ କେବଳ ଗଛ କଥା ଚିନ୍ତା କରନ୍ତି। ଛାତ୍ରଛାତ୍ରୀମାନେ କେମିତି ଭଲ ପାଠ ପଢ଼ିବେ ଆଉ ଗଛ ତିଆରି ହେବ। ଏଇ ଯେଉଁ ଆଜି ଗ୍ଲୋବାଲ୍ ୱାର୍ମିଂ ପୃଥିବୀରେ ଯେଭଳି ଭାବରେ ପରିବେଶ ଦୂଷିତ, ଏହାକୁ କଣ୍ଟ୍ରୋଲ କରିବା ପାଇଁ ବୈଜ୍ଞାନିକମାନେ କହୁଛନ୍ତି କେବଳ ଆମ ହାତରେ ଅଛି ଗଛ ଲଗାଇବା। ଗଛ ହିଁ କେବଳ ଅମ୍ଳଜାନ ଦେଇପାରିବ, ଗଛ ପରିବେଶ ସୁରକ୍ଷା କରିପାରିବ। ଆଉ ଇନବାଲାନ୍ସ ଯେଉଁ ଏନ୍ଭାୟରମେଣ୍ଟ ହେଇଛି ସେଟାକୁ କେମିତି ବାଲାନ୍ସ କରିବ, କେବଳ ଗଛ ଦ୍ୱାରା ହିଁ ତାହା ସମ୍ଭବ ହୋଇପାରିବ। ତେଣୁ ଆମ ହାତ ପାହାନ୍ତାରେ ଗୋଟେ ଛୋଟିଆ ଗଛ ଜଣେ ଯଦି ଲଗାଇବ, ତାର ଯେଉଁ ବିରାଟ ଆକାର ତାର ଦିନେ ଭବିଷ୍ୟତକୁ ଯେଉଁ ନେବ, କେତେ ଲୋକଙ୍କ ଜୀବନ ଜୀବିକା ସେ ବଞ୍ଚେଇବ, ତାର କଳନା କରିବା ଆମ ପାଖରେ କଷ୍ଟକର ପାଠ। କୁଳମଣି ତ ମୋର ଛାତ୍ର। ସେ ଯେଉଁ ସ୍କୁଲକୁ ଯାଇଛି ମୁଁ ଶୁଣେ ସମସ୍ତଙ୍କ ପାଖରୁ, ଥରେ ଏଇଥର ଖବରକାଗଜରେ ମଧ୍ୟ ଦେଖିଛି
ଯେ ଗଛ ଲଗାଇବା ତାର ଯତ୍ନ ନେବା ଇତ୍ୟାଦି ନେଇକି ତାର ଭଲ ସୁନାମ ରହିଛି ଏବଂ ସେଥିପାଇଁ ସେ ସରକାରୀ ସ୍ତରରୁ ପୁରସ୍କୃତ ମଧ୍ୟ ହେଇଛି। ଭଗବାନ କରନ୍ତୁ ସିଏ ସୁସ୍ଥ ଥିବା ପର୍ଯ୍ୟନ୍ତ ତାର ଏଇ ମନୋବୃତ୍ତି ଜାଗ୍ରତ ହେଇକି ରହୁ, ନିଜେ ଲଗାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସେ ପ୍ରେରଣା ଦେଉ। 2023 ମସିହାରେ ଚାକିରିରୁ ଅବସର ନେବା ପରେ ଗଛ ଲଗାଇବା ଯେମିତି ନୀତିଦିନିଆ କାମ ପରି ଗ୍ରହଣ କରିଛନ୍ତି କୁଳମଣି। ତାଙ୍କର ଏହି ପରିବେଶ ପ୍ରତି କିଛି କରି ଦେଖାଇବାର ଚିନ୍ତାଧାରା ଆଗକୁ ବି ଜାରି ରହୁ, ଏହା ସମସ୍ତଙ୍କର ଆଶା। ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।